ଯାତ୍ରା ବର୍ତ୍ତମାନ ବହୁତ ପରିସ୍ଥିତି ଭଲ ନାହିଁ, ଆମ ଯୋଡ଼ିଟା ଭାଙ୍ଗିଗଲା। ଠିକ୍ ଅଛି, ମୋତେ ତ ନିଶ୍ଚୟ କଷ୍ଟ ହେଉଛି, ବହୁତ ମିସ୍ କରୁଛି। ନିଶ୍ଚୟ ଭବିଷ୍ୟତରେ 100% ମିଶିବୁ। ନମସ୍କାର, ଜୟ ଜଗନ୍ନାଥ। ମୋର ଯାତ୍ରାର 6 ବର୍ଷ ପରେ 7 ବର୍ଷ ଆରମ୍ଭ ହେଲା। 7 ବର୍ଷ ଇନ୍ଦ୍ରଭୁବନ ଆରମ୍ଭ ହୋଇଛି। ଇନ୍ଦ୍ରଭୁବନ ଗୋଟେ 50 ବର୍ଷର କମ୍ପାନୀ। ତାଙ୍କର ବାଣେଶ୍ୱରୀ ଗଣନାଟ୍ୟ, ଯାତ୍ରା ଗାଁ, ନ୍ୟୁ ବାଣେଶ୍ୱରୀ ଏମିତି ସବୁ ଅନୁଷ୍ଠାନ ଥିଲା। ଇନ୍ଦ୍ରଭୁବନ ଅଛି। ଆଉ ଇନ୍ଦ୍ରଭୁବନ ମୁଖ୍ୟ ପରିଚାଳକ ମନୋଜ ନାୟକ, ଯିଏ ବିଶ୍ୱ ରଙ୍ଗମହଲ ତିଆରି କରିଥିଲେ, ତାପରେ ରଙ୍ଗମହଲ ନାମରେ ସେ ନାମିତ ହୋଇଥିଲା। ମନୋଜ ନାୟକଙ୍କ ପାଖରେ କାମ କରିବା ପାଇଁ କୌଣସି ଗୋଟେ ଇଚ୍ଛା ଥିଲା, ସୁଯୋଗ ମିଳିଲା ଏ ବର୍ଷ କାମ କରିବା ପାଇଁ। ଇନ୍ଦ୍ରଭୁବନ ଆସିଛି, ଆଶା ବହୁତ ଅଛି। ଭୁବନେଶ୍ୱରରେ ଆଖଡ଼ା କରୁଛୁ, ନିଶ୍ଚୟ ଆଶାଠୁ ଅଧିକା ଭଲ ହେବ ବୋଲି ଆଶା ରଖିଛୁ। ଆପଣ କେବଳ ପରିଚାଳକ ପାଇଁ ଆସିଛନ୍ତି? ନା, ମନୋଜ ଭାଇଙ୍କ ପାଖରେ ପରିଚାଳନା, ମୁଁ ତ ଜଣେ କଳାକାର, ସେ ଜଣେ ପରିଚାଳକ। ମନୋଜ ଭାଇଙ୍କର ଗୋଟେ ଚମତ୍କାରିତା ଥାଏ। ସେ ଚମତ୍କାରିତା ନାଟକ ମାଧ୍ୟମରେ ସେ କରିବେ। କଳାକାର ଗୋଟେ ଚମତ୍କାରୀ, ତାଙ୍କ ପାଖରେ ସ୍ୱତନ୍ତ୍ରତା ଥାଏ। ସେ ଦର୍ଶକ ଜାଣିଛନ୍ତି, ଯାତ୍ରା ଯେଉଁମାନେ ଭଲ ପାଆନ୍ତି ମନୋଜ ନାୟକଙ୍କୁ ଜାଣିଛନ୍ତି। ଇନ୍ଦ୍ରଭୁବନ ପାର୍ଟି ଗୋଟେ ସ୍ୱତନ୍ତ୍ରତା ଅଛି। ଗୋଟେ ମନୋଜ ଭାଇଙ୍କ ପାଖରେ ବହୁତ କଳାକାର ହିଟ୍ ହେଇଛନ୍ତି। ତାଙ୍କର ଗୋଟେ ଥାଏ, କଳାକାରଙ୍କୁ ଚିହ୍ନି ପାରନ୍ତି। ତେଣୁ କରିକି ତାଙ୍କର କୌଣସି ତାପରେ ତାଙ୍କର ସେ ଜଣେ ଶିକ୍ଷିତ, ଜଣେ ମାନେ ଯାତ୍ରା ଯେଉଁ ନକ୍ଷତ୍ର, ଯେଉଁ ଉଜ୍ଜଳ ଭବିଷ୍ୟତ ଯେଉଁ କୁହନ୍ତି, ଯାତ୍ରା ମନୋଜ ଭାଇ ଆଶା ଥିଲା, ସୁଯୋଗ ମିଳିଛି, ନିଶ୍ଚୟ ବହୁତ ଭଲ ହେବ। ପୂର୍ବ ପାଖରେ ଆପଣଙ୍କର ବୁଦ୍ଧିଆ ନନା ଥିଲେ। ଆଜ୍ଞା ଆଜ୍ଞା, କେମିତି ଏବେ ମିସ୍ କରୁଛନ୍ତି କି ତାଙ୍କୁ? ନିଶ୍ଚୟ ବୁଦ୍ଧିଆ ନନା ମୁଁ ଆମେ ଜିନା ଥିଲୁ। ବୋଧେ କାହାର ନଜର ଲାଗିଗଲା ଆମ ଯୋଡ଼ିକୁ। 5 ବର୍ଷ ବୁଦ୍ଧିଆ ନନା ମୋର କାମ କରିଥିଲୁ। ନିଶ୍ଚୟ ଆଗାମୀ ଭବିଷ୍ୟତରେ କାମ କରିବୁ, ନିଶ୍ଚୟ ଆପଣ ଜାଣିପାରିବେ। କ'ଣ ଗୋଟେ ଯେହେତୁ ଯାତ୍ରା ବର୍ତ୍ତମାନ ବହୁତ ପରିସ୍ଥିତି ଭଲ ନାହିଁ, ଆମ ଯୋଡ଼ିଟା ଭାଙ୍ଗିଗଲା। ଠିକ୍ ଅଛି, ମୋତେ ତ ନିଶ୍ଚୟ କଷ୍ଟ ହେଉଛି, ବହୁତ ମିସ୍ କରୁଛି। ନିଶ୍ଚୟ ଭବିଷ୍ୟତରେ 100% ମିଶିବୁ। ପରିସ୍ଥିତି ଏଇ ଯେଉଁ ଯାତ୍ରା ଚାଲିଛି, ଯାହା ଅତି ଶସ୍ତା ହେଇଯାଇଛି, ଗଣମାଧ୍ୟମ ଦ୍ୱାରା ଆପଣ ଜାଣିପାରୁଛନ୍ତି, ମୁଁ ବି ଜାଣିପାରୁଛି। ଯେଉଁ ଯାହା ସବୁ ଘଟଣା ଘଟି ଚାଲିଛି, କଣ୍ଟ୍ରୋଭର୍ସି କିଏ କଲା ସେଇଟା ସେ କଥା କହିବାର ମୋର ଦାୟିତ୍ୱ ନୁହଁ। କିନ୍ତୁ ଯାତ୍ରା ଗୋଟେ ଖରାପ ଜାଗାରେ ପହଞ୍ଚି ଯାଇଛି ଲୋକଙ୍କ ସାମ୍ନାରେ, ସେଥିପାଇଁ ନିଶ୍ଚୟ ମିସ୍ କରୁଛି। ଗଣମାଧ୍ୟମ କ'ଣ କଲା, ଗଣମାଧ୍ୟମରେ ଅତିରଞ୍ଜିତ କରିଦେଉଛନ୍ତି। ଠିକ୍ ଅଛି, ଗଣମାଧ୍ୟମ ତା ଦାୟିତ୍ୱ ତୁଲାଉଛି, ସମସ୍ତେ ଦାୟିତ୍ୱ ତୁଲାଉଛନ୍ତି। ନିଶ୍ଚୟ ଗୋଟେ କ୍ଷୀର ପାଣି ହେବ, ନିଶ୍ଚୟ ଭଲ ସମୟ ଆସିବ। ଗଣମାଧ୍ୟମ ଯୋଗୁଁ କିଛି ଉପକୃତ ବି ହେଉଛନ୍ତି? ନିଶ୍ଚୟ ଗଣମାଧ୍ୟମ ଯୋଗୁଁ ମୁଁ ତ କହୁଛି, ମୁଁ ପରିଚିତ ହେଇଛି। ଆଜ୍ଞା, ବନ୍ଦ ହେଇଗଲାଣି। ସେ ଟିକେ ଆରମ୍ଭ ହେଇଛି, ସେ ଆଉ କିଛି ଦିନ ସମାଧାନ ହେଇଯିବ। କଣ୍ଟ୍ରୋଭର୍ସି ଟିକେ ହଁ, ସେ ଆମ ଦୁଃଖ ଲାଗୁଛି। ଅନୁରୋଧ କରିବି, ଆଜି ପବିତ୍ର ରଥଯାତ୍ରା, ଆର ଯଥାଶୀଘ୍ର ସମାଧାନ ହେଉ। ସମାଧାନ ହେଲେ ଆମେ ସମସ୍ତେ ଖୁସି ହେବୁ। ଯାତ୍ରା ଯେମିତି ଦର୍ଶକ ଭଲ ପାଉଥିଲେ, ଯେମିତି ଲୋକ ନାଟକ ଦେଖୁଥିଲେ, ସେମିତି ଦେଖିବେ। ଏବଂ ଏ ବର୍ଷ ଇନ୍ଦ୍ରଭୁବନ ବି ଭଲ ନାଟକ ପ୍ରସ୍ତୁତ କରୁଛନ୍ତି। ଗୋଟେ ବଡ଼ ନାଟକ ଗୋଟେ ଆମେ ପ୍ରସ୍ତୁତ ହେଉଛି, ନଅଙ୍କ ଦୁର୍ଭିକ୍ଷ, ଗୋଟେ ଏକ୍ସପେରିମେଣ୍ଟାଲ୍ ଡ୍ରାମା, ଯାହା ଆପଣ ମନୋଜ ଭାଇ କହୁଥିଲେ, ସେଇଟା ଗୋଟେ ଅଛି। ଆମର ଆଶା ସେ ନାଟକ ନିଶ୍ଚୟ ସଫଳତା ଦେବ। ଏମିତି ଆହୁରି ସନ୍ତୋଷ ନାରାୟଣ ଦାସ ସାଧାରଣଙ୍କର ନାଟକ ଅଛି, ସଫଳତା ଦେବ। କ'ଣ ବିଷୟ ଗୁଡ଼ିକ ଅଛି? ବିଷୟ ତ ଯେହେତୁ ନାଟକ ହେଇନାହିଁ, ମୁଁ ଜାଣିନାହିଁ। ଆମର ଗୋଟେ ନାଟକ ଆମେ ସାରିଛୁ 23 ତାରିଖରୁ, ଗୋଟେ ପୁରୁଣା ନାଟକ ସାରିଛୁ। ଗତ ବର୍ଷର ଫାର୍ଷ୍ଟ ନାଇଟ୍ ଡ୍ରାମା ଚିଠି ବାସୁଛି ତୁଳସୀ ତୁଳସୀ, ଗୋଟେ ନାରୀ ସେଣ୍ଟିମେଣ୍ଟାଲ୍ ଡ୍ରାମା। ଆଉ ଆଜିଠୁ ନୂଆ ନାଟକ ଆରମ୍ଭ ହେଲା। ତା ନାଟକର ନାମକରଣ ବି ଦିଆଯାଇନି। ୟା ପରେ ହେବ ନଅଙ୍କ ଦୁର୍ଭିକ୍ଷ। ତାପରେ ଗୋଟେ ଅଛି ନାଟକ, କ'ଣ ସିଲଟ, ବିଦେଶୀ ପାଠ, ମାଟି ସିଲଟ। ସେ ଗୋଟେ ନୂଆ ନିଶ୍ଚୟ କାହାଣୀ ଥିବ। କାହାଣୀ ତ ଆମେ ଜାଣିନୁ, ନାଟକ ହେଲା ପରେ କାହାଣୀ ଜଣା ପରେ ନିଶ୍ଚୟ ଭଲ ହେବ। ଭଲ ଷ୍ଟାରକାଷ୍ଟ ଏ ବର୍ଷ ଅଛନ୍ତି ଇନ୍ଦ୍ରଭୁବନରେ। ଦର୍ଶକ ଯାହା ଚାହୁଁଛନ୍ତି 200-300 ଟଙ୍କାର, ମାନେ ନିଶ୍ଚୟ ତାର ଲାଭ ଉଠାଇବେ, ନିଶ୍ଚୟ କେମିତି ହେବନି। ଗୋଟେ କମ୍ପ୍ଲେନ୍ ଆସେ ଯେ ମାନେ କମେଡ଼ିଆନ୍ ମାନଙ୍କୁ ଅଧିକ ରୋଲ୍ ଦିଆଯାଉ ନାହିଁ, ଆପଣଙ୍କୁ ଏଠି ମିଳିବ ବୋଲି ଆଶା ରଖିଛନ୍ତି? ମୋ ସୌଭାଗ୍ୟ, ମୋ ଦ୍ୱାରା ସେମିତି କେବେ ହେଇନି। ମୋର ଯୋଗ୍ୟତାରୁ ଅଧିକା ମୁଁ ଅଭିନୟ କରିଛି କିମ୍ବା ଅଭିନୟ ରୋଲ୍ ପାଇଛି। ସେଇଥିପାଇଁ ତ ଆପଣଙ୍କ ପାଖରେ ଅତି ସହଜରେ ପରିଚୟ ହେଇଛି। ଗୋଟେ ନାଟକରେ ଆସିଛି, ଦୁଃଖ ଲାଗେ, କିନ୍ତୁ ମୁଁ 99% ଭଲ ଚରିତ୍ର ପାଇଛି। ସେଇଥିପାଇଁ ବୋଧେ କମ୍ ସମୟରେ ମୋତେ ବହୁତ ସଫଳତା ମିଳିଛି ବୋଲି ମୁଁ ଭାବେ। କଣ୍ଢେଇ ଗୁରୁ ଆମେ ରଙ୍ଗମହଲରେ 2 ବର୍ଷ କାମ କରିଥିଲୁ। ଆଶା ଅଛି ନିଶ୍ଚୟ ଭଲ ହେବ, ବହୁତ ଭଲ ହେବ।